ନମସ୍କାର ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ରରେ ନାରୀମାନଙ୍କ ଉପରେ ଅନେକ ବିବରଣୀ ରହିଛି। ନାରୀ କେତେ ପ୍ରକାରର, ସେମାନଙ୍କର କ'ଣ ସବୁ ଲକ୍ଷଣ ଥାଏ, ସ୍ୱଭାବ କିପରି ହୋଇଥାଏ, ତାହା ବର୍ଣ୍ଣନା କରାଯାଇଛି। ଆଜି ଆମେ ଆପଣଙ୍କୁ କହିବୁ ଏହିସବୁ ବିଷୟରେ। କହିବା ସହ କେଉଁ ପ୍ରକାରର ନାରୀଙ୍କୁ ଜଣେ ପୁରୁଷ ବିବାହ କରିଲେ ମହାଧନୀ ହୋଇଥାଏ ସେ ବିଷୟରେ ମଧ୍ୟ କହିବୁ। ବନ୍ଧୁଗଣ, ନାରୀମାନେ 4 ପ୍ରକାରର ହୋଇଥାନ୍ତି, ଯଥା ପଦ୍ମିନୀ, ଚିତ୍ରିଣୀ, ଶଙ୍ଖିନୀ ଏବଂ ହସ୍ତିନୀ। ସେହିପରି ପୁରୁଷମାନେ ମଧ୍ୟ 4 ପ୍ରକାରର ହୋଇଥାନ୍ତି, ଯଥା ଶଶାଙ୍କ, ମୃଗ, ପୁଷ, ଅଶ ଜାତିର ହୋଇଥାନ୍ତି। ନମ୍ବର 1, ପଦ୍ମିନୀ। ପଦ୍ମିନୀ ନାରୀଙ୍କୁ ଶାସ୍ତ୍ରରେ ସର୍ବୋତ୍ତମ ମାନ୍ୟତା ଦିଆଯାଇଛି। ଏମାନେ ଦୁନିଆର ବହୁତ କମ୍ ଥାନ୍ତି। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଏମାନେ ଧାର୍ମିକ, ପୂଜା ପାଠରେ ବିଶ୍ୱାସୀ, ଗୁରୁ ବ୍ରହ୍ମାଙ୍କ ସେବା କରିଥାନ୍ତି। ବାପଘର ଓ ଶାଶୁଘରର ହିତକାରିଣୀ ହେବା ସହ ଅତି ସୁନ୍ଦର ହୋଇଥାନ୍ତି। ଏମାନଙ୍କର କେଶ ଘନ ଲମ୍ବା ହୋଇଥାଏ। ଏମାନଙ୍କର ପାଦ ଛୋଟ ହେବା ସହ ପତିପରାୟଣ ହୋଇଥାନ୍ତି। ଅଳ୍ପ ଭୋଜନରେ ସନ୍ତୁଷ୍ଟ ହେବା ସହ ଯେଉଁ ଘରେ ବାସ କାରଣରୁ ସ୍ୱର୍ଗତୁଲ୍ୟ ହୋଇଥାଏ। ଯେଉଁ ପୁରୁଷଙ୍କୁ ବିବାହ କରନ୍ତି ସେମାନେ ଧନବାନ ଓ ଦୀର୍ଘାୟୁ ହୋଇଥାନ୍ତି। ଚିତ୍ରାଣୀ। ନାରୀମାନେ ପତିବ୍ରତା ହେବା ସହ ସ୍ୱଜନଙ୍କୁ ସ୍ନେହ କରନ୍ତି। ସମସ୍ତ କାର୍ଯ୍ୟ ଜଲଦି କରନ୍ତି। ଏମାନଙ୍କ ପାଖରେ ଭୋଗ ବିଳାସର ଆଶା କମ୍ ଥାଏ। ଏମାନଙ୍କ ପାଖରେ ପରିଶ୍ରମଯୁକ୍ତ କାମ ହୁଏ ନାହିଁ। ଏମାନେ ବୁଦ୍ଧିମତୀ ହେବା ସହ ଚିତ୍ର, ନୃତ୍ୟ, ଗୀତ ଗାଇବା ପସନ୍ଦ ହୋଇଥାଏ। ଏମାନେ ଧାର୍ମିକ ଓ ପୂଜାରିଣୀ ହେବା ସହ ତୀର୍ଥ, ସାଧୁସନ୍ଥଙ୍କର ପୂଜା କରିବାରେ ମନ ବଳାଇଥାନ୍ତି। ଏମାନଙ୍କୁ ବିବାହ କରୁଥିବା ପୁରୁଷ ସୁଖରେ ରହିଥାନ୍ତି। କେଶ କଳା ଓ କଣ୍ଠ କୋଇଲି ପରି ଏମାନଙ୍କର ହୋଇଥାଏ। ନମ୍ବର 3, ଶଙ୍ଖିନୀ। ନାରୀମାନେ ଅନ୍ୟ ନାରୀ ଅପେକ୍ଷା ଲମ୍ବା ହେବ ସହ କିଛି ମୋଟା ଓ ପତଳା ମଧ୍ୟ ହୋଇଥାନ୍ତି। ଏମାନଙ୍କ ଆଖି ଅସ୍ଥିର ହେବା ସହ ଅସନ୍ତୁଷ୍ଟ ଦେଖାଯାଆନ୍ତି। ଏମାନେ ସ୍ୱାମୀଙ୍କ ଉପରେ ରୁଷ୍ଟ ହେବା ସହ କଥା ମାନି ନଥାନ୍ତି। ଏମାନଙ୍କର ମନ ଭୋଗବିଳାସରେ ରହିବା ସହ ଦୟା ଭାବ ନଥାଏ। ଏମାନେ ସଂସାରରେ ଅଧିକ ହୋଇଥାନ୍ତି। ଏମାନଙ୍କର ଆୟୁଷ ଲମ୍ବା ହେବା ସହ ବାପଘର ଓ ଶାଶୁଘର ନଷ୍ଟ କରିଥାନ୍ତି। ଶେଷ ସମୟରେ ବହୁତ କଷ୍ଟ ପାଇଥାନ୍ତି। ଏମାନେ ବୃଷ ରାଶିର ଲୋକଙ୍କୁ ବିବାହ କରିଲେ କିଛି ମାତ୍ରାରେ ସନ୍ତୁଷ୍ଟ ହୋଇଥାନ୍ତି। ନମ୍ବର 4, ହସ୍ତିନୀ। ନାରୀମାନଙ୍କର ସ୍ୱଭାବ ପରିବର୍ତ୍ତନଶୀଳ ହୋଇଥାଏ। ଏମାନଙ୍କର ଭୋଗବିଳାସରେ ରହିବାକୁ ଇଚ୍ଛା ଥିବା ସହ କଥା କଥାରେ ହସିଥାନ୍ତି। ଏମାନେ ଆଳସ୍ୟ ସ୍ୱଭାବର ହେବା ସହ ରାଗିଥାନ୍ତି। ଏମାନଙ୍କର ପାଦର ଆଙ୍ଗୁଠି ସମାନ ନଥାଏ। ଆକସ୍ମିକ ଦୁର୍ଘଟଣା ଦେଖିବାକୁ ମିଳିଥାଏ। ଏମାନଙ୍କର ମର୍ଯ୍ୟାଦା କ୍ଷୀଣ ହୋଇଥାଏ। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚୟ ଦବାଇ ଦିଅନ୍ତୁ। ବନ୍ଧୁଗଣ, ଭକ୍ତିରେ ଥରେ ନିଜ ଇଷ୍ଟଦେବଙ୍କ ନାମ କମେଣ୍ଟ ବକ୍ସରେ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଭୁଙ୍କ କୃପାରୁ ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ।